ଜୟ ଜଗନ୍ନାଥ। ଆସନ୍ତୁ ଶୁଣିବା ମଞ୍ଜୁଳା ଦାସଙ୍କର ଆତ୍ମଜୀବନୀ ପୁସ୍ତକ ମୋ ପିଲାଦିନର 16 ଭାଗ। ଆମେ ଯାହାର ଜୀବନ ନାଟିକା। ବିଷୟ ନାଁ ହେଲା ଆମେ ଯାହାର ଜୀବନ ନାଟିକା। ଯିଏ 9 ଦିନ 9 ରାତି ପ୍ରସବ ଯନ୍ତ୍ରଣା ସହି ମୋତେ ଦୁନିଆକୁ ଆଲୋକ ଦେଖାଇଥିଲା, ସେ ହେଉଛି ମୋର ବୋଉ ଧୀରପ୍ରିୟା ଦାସ। କିଏ ଧୀରା, କିଏ ଧୀର, କିଏ ମଞ୍ଜୁ ବୋଉ ବୋଲି ଡାକନ୍ତି। ତା ପାଇଁ ମୋ ନାଁଟା ଆମ ଗାଁର ଲୋକମୁଖରେ ଏଯାଏ ରହିଛି। ମୋ ବୋଉ ଜଣେ ଧର୍ମପ୍ରାଣା ପ୍ରତିବ୍ରତା ନାରୀ। ସେ ସୁପାଠିକା ଓ ସୁଗୃହିଣୀ। ଜାଙ୍ଗୁଳ ଜାଙ୍ଗୁଳ ଅନ୍ଧାରରୁ ଉଠି ସେ ଲୋଟଣୀ ପାରା ଭଳି କାମରେ ଲାଗିଯାଏ ଯେ ସମସ୍ତେ ଶୋଇ ସାରିବା ପରେ ତା'ର ଚକି ଘିରିଘିରି ହେଇ ଶୁଭୁଥାଏ। ତା କାମରେ ସେ ଏତେ ବ୍ୟସ୍ତ ଥାଏ ଯେ ସେ କେବେ କାହା ସାଙ୍ଗରେ ଗପ ଜମେଇବା, କାହା ଘରକୁ ବୁଲିଯିବା ମୁଁ ଦେଖିନି ପିଲାଦିନୁ। ରୋଷେଇବାସ, ପିଠାପଣା, ସଫାସଫି, ପୂଜାପୂଜି, ଗଛ ଲଗାଇବା, ଆଚାର କରିବା ଆଦି କାମରେ ସେ ସବୁବେଳେ ବ୍ୟସ୍ତ ଥାଏ। ସବୁବେଳେ କାମ ହିଁ କାମ। କାମ ବେଳେ ଯଦି ତାକୁ କିଏ ଆସି ଡାକେ, ସେ କହେ, ତମେ କ'ଣ ଡାକୁଛ ମୋତେ? ଏବେ ଯମ ଆସି ଡାକିଲେ ବି ମୁଁ କହିବି ମୁଁ ଯାଇପାରିବିନି। କାମରେ ହିଁ ସେ ପାଏ ଅପାର ଆନନ୍ଦ। ତା'ର କର୍ମଚଞ୍ଚଳତା ହିଁ ଆମକୁ ବିଶେଷ କରି ମୋତେ ଅଳସୁଆ କରିଦେଲା। ବଡ଼ ଝିଅ ମୁଁ। ମୋ ପିଲାବେଳେ ତା'ର ଯୁବତୀ ବୟସ। କାମ କରିବାର ପ୍ରବଳ ଆଗ୍ରହ। ସେ ମୋତେ କିଛି କାମ କରାଇ ଦେଲାନି। ତା ସାଙ୍ଗକୁ ଜେଜେମାର ଗେହ୍ଲା। କିଛି କାମ ଶିଖିପାରିଲେନି। ପାଠପଢ଼ା, ଖେଳାବୁଲାରେ ମଉଜ କରି ସମୟ ଯାଏ। ଗାଁର ସ୍ତ୍ରୀ ଲୋକମାନେ କହନ୍ତି, ଝିଅ ଗୁଡ଼ାଙ୍କୁ କାମ ନ ଶିଖେଇ ଏମିତି ବଢ଼ଉଛ କ'ଣ? ଶାଶୁଘରକୁ ଯାଇ ସେ କ'ଣ କରିବେ? ବୋଉର ଉତ୍ତର ଦିଏ, ବେକରେ ପଡ଼ିଲେ ଆପେ ବଜେଇବେନି। କେତେକ କହନ୍ତି, ଝିଅ ଗୁଡ଼ାକୁ ପାଠ ପଢ଼ଉଛ କ'ଣ? ସେ କ'ଣ ତମକୁ ପୋଷିବେ? ବୋଉ କହେ, ସେ ନ ପୋଷନ୍ତୁ, ନିଜ ଗୋଡ଼େ ନିଜେ ତ ଠିଆ ହେବେ। ଆମକୁ ପାଠ ପଢ଼େଇବାର ବୋଉର ଭାରି ଆଗ୍ରହ। ମୁଁ ସବୁବେଳେ ବହି ଧରି ବସିଥାଏ। ଖାଇବାକୁ ନ ଡାକି ମୋ ଟେବୁଲ ଉପରେ ସେ ଖାଇବାକୁ ଥୋଇ ଦେଇଯାଏ। ଆମ ଗାଁର ଅନ୍ୟ ମାଆମାନଙ୍କ ପାଖରେ ବୋଉ ଉଦାହରଣ ହୋଇଯାଏ। ଆମ ଗାଁର ଝିଅମାନେ ପ୍ରାୟ ସମସ୍ତେ ଅତି ଗେହ୍ଲାରେ ଫୁଲାଫାଙ୍କିଆ ହୋଇ ବଢ଼ିଥିଲେ। ବୋଉର କାମ ଦେଖି ଚୁଲି ଲଗାଇବା, ହାଣ୍ଡି ଧୋଇବା, ଭାତ ଗାଳିବା, ବାଟିବା, ଚୁରିବା ଦେଖି ମୋତେ ଏତେ କଷ୍ଟ ଲାଗେ ଯେ ମୁଁ ବାହା ହେଲେ ମୋତେ ଏସବୁ କରିବାକୁ ପଡ଼ିବ ବୋଲି ମୁଁ ବାହା ହେବିନି ବୋଲି ଠିକ୍ କରିଥିଲି। ବାହା ହୋଇ ଶାଶୁଘରେ ରହିବା ପାଇଁ ମୋ ମନରେ ଗୋଟେ ବଡ଼ ଭୟ ଥିଲା। ବୋଉ ହାତ ତିଆରି ରନ୍ଧା ଆମ ସମସ୍ତଙ୍କର ପ୍ରିୟ। ମୋର ବି ବହୁତ ପ୍ରିୟ ଥିଲା ତା'ର ଶାଗ ତିଅଣ। ବୋଉ ବିଭିନ୍ନ ପ୍ରକାର ଶାଗ କରେ। ସବୁଠୁ ଭଲ ଲାଗେ ତା'ର ମିଶାମିଶି ଚୁନା ପକା ଶାଗ ଆଉ ମୁଠି ଶାଗ। ତା'ର ପୋଟଳ ଭଜା, ବାଇଗଣ ଭଜା, ସବୁ ତରକାରୀ, ବିଶେଷ କରି ଖଡ଼ା ଛଚିନ୍ଦ୍ରା ରାଇ, ସଜନା ପତ୍ର ସାରୁ ବାଇଗଣ ବଡ଼ି ତରକାରୀ, ସଜନା ଛୁଇଁ ତରକାରୀ ଏତେ ସୁଆଦ ଯେ ଏପର୍ଯ୍ୟନ୍ତ ପାଟିରେ ଲାଖି ରହିଛି। ସକାଳ ଗାଧୁଆ ପଖାଳ ଖିଆ ଆମ ଘରେ ଭାରି ଭଲ ଲାଗେ। ଆମେ ଗାଧୋଇ ଆସିଲା ବେଳକୁ ବୋଉ 10-12 ପ୍ରକାର ଆଇଟମ୍ କରିଥିବ। ଭଜା, ଶାଗ, ବଡ଼ି ଚୁରା, ଚିଙ୍ଗୁଡ଼ି ଚଟଣି, ଆଳୁ କଲରା ବାଇଗଣ ଭର୍ତ୍ତା, କେଉଁଦିନ ମାଛ ଭଜା, ଶୁଖୁଆ ଭଜା, ଆଳୁ ଚଟଣି ଇତ୍ୟାଦି କେତେ କ'ଣ। ପଖାଳ ଖିଆ ମଜାଟା ଏତେ ହୁଏ ଯେ ଆଉ ଗରମ ଖାଇବାକୁ ଇଚ୍ଛା ହୁଏନି। ଏପର୍ଯ୍ୟନ୍ତ ବି ମୋ ପିଲାମାନେ ଗଲେ ସେମିତି 9 ତିଅଣ 6 ଭଜା କରି ମୋ ଭାଉଜ ବିଜୟଲକ୍ଷ୍ମୀ ମହାନ୍ତି କି ଡଲି ସେ ପରସେ। ସେ ବୋଉଙ୍କର ଆଦର୍ଶ ପରମ୍ପରାକୁ ବଜାଇ ରଖିଛି। ବାପା ବୋଉ ଉଭୟଙ୍କର ଆଦର୍ଶ ପରମ୍ପରାକୁ ସେ ବଜାଇ ରଖିଛି। ଗୋଟେ ଆଦର୍ଶ ଶିକ୍ଷୟିତ୍ରୀ, ଆଦର୍ଶ ଘରଣୀ ଭାବେ ସେ ଆମ ଗାଁର ଆଦର୍ଶ ବୋହୂ ବୋଲି ଗାଁ ଗୋଟା ଯାକ କହନ୍ତି। ବୋଉ ଭଲ ଆଚାର କରୁଥିଲା। ଗୋଟା ଲେମ୍ବୁ ଆଚାର, କଟା ଲେମ୍ବୁ ଆଚାର, ଅଳସୁଆ ଆମ୍ବ, ଆମ୍ବୁଲ, ତେନ୍ତୁଳି, କୋଳି କେତେ ପ୍ରକାର ଆଚାର କରେ। ଆମେ ଖରାବେଳେ ଲୁଚାଇ ଖାଇଦେଉ। ଏବେ ମନେ ପଡ଼ିଲେ ପାଟିରୁ ଲାଳ ଗଡ଼ୁଛି। ବାପାଙ୍କୁ 9 ତିଅଣ 6 ଭଜା କରି ବୋଉ ପରସେ। କିଏ କୁଣିଆ ଆସିଲେ ପହଞ୍ଚିଲେ କମ୍ ସମୟ ଭିତରେ 8-10 ପ୍ରକାର କରି ଥୋଇଦେବ। କୁଣିଆ ସନ୍ତୁଷ୍ଟ ହୋଇ ଯାଆନ୍ତି। ନିଜେ କେହି ନ ଖାଇଲେ ସେ ଖାଏନି। ଯଦି କାହାର କାମ ଥିବ କି ପାଠ ଥିବ କି ପେଟ ଖରାପ ଲାଗୁଥିବ, ସେ ଯଦି ନ ଖାଇଲା ସେ ବି ଚୁପ୍ ହୋଇ ବସିବ, ଖାଇବନି। ସିଏ ବି ଚୁପ୍ ହୋଇ ବସିଯିବ, ଖାଇବନି, ରାଗିବ, ପାଟି କରିବ। ସେଇଟା ଆମକୁ ଖରାପ ଲାଗେ। ଆମେ ବାଧ୍ୟ ହୋଇ ଇଚ୍ଛା ନଥିଲେ ବି ଖାଉ, କାରଣ ସେ ଖାଇବନି। ବାପା ମା ଆମେ ସମସ୍ତେ ନ ଖାଇବା ଯାଏ ସେ ସେମିତି ଚାହିଁ ବସିଥିବ। ସମସ୍ତେ ଖାଇସାରିଲେ, ସମସ୍ତେ ଶୋଇ ସାରିଲେ ସେ ଶୋଇବ।
ସମସ୍ତେ ଖାଇସାରିଲେ ସେ ଖାଇବ। ସବୁଦିନ ମୋ ଜେଜେମାଆକୁ ସେ ଘଷାମଡ଼ା ମଧ୍ୟ କରି ଶୋଇବାକୁ ଯାଏ। ବୋଉ ଭାରି ପୂଜାପୂଜି କରେ। ଘରର ପରମ୍ପରା ଅନୁସାରେ ସେ ପର୍ବ ଚିତା ଲାଗି, କୁମାର ପୂର୍ଣ୍ଣିମା, ମାଣବସା, ଶାମ୍ବ ଦଶମୀ, ଚୈତ୍ର ମଙ୍ଗଳବାର, ବଡ଼ବସା, ସାବିତ୍ରୀ ଇତ୍ୟାଦି ସବୁ ପ୍ରକାର ପର୍ବ ପାଳନ କରିସାରିବା ପରେ ବି ପ୍ରତି ସୋମବାର ଉପାସ ରହେ। ତା ସାଙ୍ଗକୁ ଶନି ମେଳା, ସାରଳା ମେଳା, ସତ୍ୟନାରାୟଣ ପୂଜା ଇତ୍ୟାଦି କେତେ ପ୍ରକାର ମେଳାର ଆୟୋଜନ କରିଥାଏ। ମଙ୍ଗଳା ଗାଧୁଆ, କ୍ଷେତ୍ରପାଳଙ୍କ ପାଖରେ ଭାଙ୍ଗ, ଦାଣ୍ଡ ଭୋଗ, ବାଳକ ଲୀଳା, ଦଶମୀ, ଏକାଦଶୀ, ପଞ୍ଚୁକ ବ୍ରତ, ହନୁମାନ ମେଳା, ଯେତେ ଯାହା ପର୍ବ ସବୁ ହିନ୍ଦୁ ସମାଜରେ ଅଛି ସବୁ ସେ ପାଳନ କରେ, ଉପାସ ବି ରୁହେ। ଆମେ ତିନିଟା ଝିଅ ଲଗାଲଗି ହେଇଥିବାରୁ ପୁଅ ପାଇଁ ସେ ମାନସିକ କରିଥିଲା। ସେଥିପାଇଁ କେତେ ଓଷା ବ୍ରତ ସେ କରିଥିଲା। ଛୋଟବେଳେ ବୋଉ ବାପାଙ୍କ ସହ ଆମେ ପୁରୀ ଯାଇଥିଲୁ। ପୁଅଟିଏ ମାନସିକ ସେ କରିଥିଲା। ସେ କୁହେ ସ୍ୱପ୍ନ ଦେଖିଥିଲା ଜଣେ ବାବା ତାକୁ ଆସି ଗୋଟେ ଚାଙ୍ଗୁଡ଼ିରେ ପୁଅଟିଏ ପୁରାଇ ଦେଉଛନ୍ତି। ସେ ପୁଅଟି ଚାଙ୍ଗୁଡ଼ିରେ ଖେଳୁଛି। ପୁଅ ହେବା ପାଇଁ ଦଶମୀ ବ୍ରତ କରୁଥିଲା। ସେଦିନ ଆମର ଯେଉଁଦିନ ସେ ଦଶମୀ ବ୍ରତ କରେ ସେଦିନ ଆମର ଆତଙ୍କ, କାରଣ ସେଦିନ ସେ ମୌନ ରହେ, କଥାବାର୍ତ୍ତା କରେନି। ଦଶମୀ ପାଳନ ପାଇଁ ଅଲଗା ବସ୍ତ୍ର ପିନ୍ଧେ। ସ୍ୱତନ୍ତ୍ର ହାଣ୍ଡି ବାସନ ସବୁ ଅଲଗା ଥାଏ ପୂଜା ପାଇଁ। ସେଥିରେ ସେ ରୋଷେଇ କରି ଖାଏ। ତାକୁ କେହି ଛୁଇଁବେନି, ତା ସାଙ୍ଗରେ କେହି କଥା କହିବେନି। ଆମେ ସେଦିନ ଡରରେ ରହିଥାଉ। ମା ଆମ କଥା ବୁଝେ। ତା ମନସ୍କାମନା ପୂର୍ଣ୍ଣ ହେଲା। ଓଷା ଉପାସ ବ୍ରତ ସଫଳ ହେଲା। 3 ଝିଅ ପରେ ପୁଅଟିଏ ହେଲା। ତା ନାଁ କିଏ କହିଲା କ୍ଷେତ୍ରବାସୀ, କିଏ କହିଲା ଟୁକୁନା, ନିରାଧା ତା ନାଁ ଦେଲେ ତପନ। ସ୍କୁଲରେ ଲେଖା ହେଲା ବେଳେ ବାପାଙ୍କ ନାଁ ଅନୁସାରେ ବାପା ତାର ପ୍ରଥମ ନାଁ ଅକ୍ଷର ହ ଅନୁସାରେ ତା ନାଁ ଦେଲେ ହିମାଂଶୁ ଶେଖର। ଜନ୍ମ ପରେ ପ୍ରତିବର୍ଷ ବାଳକ ଲୀଳା କରାଯାଏ। ବଡ଼ି ଭୋରୁ ପିଲାମାନେ ଆସି ଖାଆନ୍ତି। 16 ବର୍ଷ ଯାଏ ତାର ସତ୍ୟନାରାୟଣ ପୂଜା ବି ହେଲା। ମୋର ମଧ୍ୟ 16 ବର୍ଷ ସତ୍ୟନାରାୟଣ ପୂଜା ହୋଇଥିଲା। ଠିଆପାଲା ହେଇଥିଲା। ବୋଉ ମୋର ମାଣବସା ଚିତା ଭଲ ଲେଖେ। ମାଣ ବସଉଥିଲା ଘରେ। ସେ ବଡ଼ ହିସାବରେ ମା ମାଣ ବସଉଥିଲା। ତା ଦେହ ଖରାପ ହେବାରୁ ବୋଉ ବସେଇଲା। ଖୁବ୍ ନିଷ୍ଠାର ସହ ସୁଦଶା ବ୍ରତ, ବାଟ ଓଷା, ଲକ୍ଷ୍ମୀ ପୂଜା ଆଜି ଓଷା ବ୍ରତ ପାଳନ କରେ। ବାଟ ଓଷାର ନିଷ୍ଠା ତ କହିହେବନି। ଛୁଆଁଛୁତି ବାରଣ ତାର ବେଶୀ। ବାଟ ଓଷାରେ ସେଦିନ ସକାଳେ ଧାନ ହଳାରୁ ଧାନ ବାଡ଼ା ହେଇ ବାହାରିବ। ତାକୁ ଶୁଖେଇ ଚାଉଳ କୁଟି ତାକୁ ବାହାର କରିବ। ଚାଉଳରୁ ଚୁନାରୁ ପିଠା। ସେ ପିଠା ପୁଣି ତେଲରେ ହେବନି କି ନଡ଼ିଆ ପଡ଼ିବନି। ଘିଅରେ ସେକା ହୋଇ ଛେନା ପୁର ଦେଇ ସେ ପିଠା ହେବ। ସେ ପିଠା ମୋର ଭାରି ପ୍ରିୟ। ତାର ପୂଜାପୂଜି ନିଷ୍ଠା, ଛୁଆଁଛୁତି ବାରଣ ମୋ ଉପରେ ବହୁତ ପ୍ରଭାବ ପଡ଼ିଛି ଯେ ଏପର୍ଯ୍ୟନ୍ତ ନ କଲା ବେଳକୁ ସେଟା ସବୁ ଖରାପ ଲାଗୁଛି ଆମକୁ। ପିଲାଦିନେ ବୋଉର କୋଥଳି ସେବା ମୁଁ ଦେଖିଛି। ବୋହୂ ହୋଇ ଆସିଲା ବେଳେ ସମସ୍ତେ ସେତେବେଳେ କାଇଁଚରେ ବୁଣା ହୋଇଥିବା ସୁନ୍ଦର ପେଡ଼ିଟିଏ ଆଣିଥାନ୍ତି। ସେଥିରେ ସିନ୍ଦୁର, କଜଳ, ନିର୍ମାଲ୍ୟ, ଠାକୁରଙ୍କର ଛୋଟ ମୂର୍ତ୍ତି, କାଠ ପାନିଆ, ଅଇନା, ସ୍ନୋ ପାଉଡ଼ର ଇତ୍ୟାଦି ଥାଏ। ଗାଧୋଇ ଆସି ବୋଉ କୋଥଳି ସେବା କରେ। ମୋ ବୋଉର ସୁନ୍ଦର କାଇଁଚ ବୁଣା କୋଥଳିଟିଏ ଥିଲା। ତା ବୋଉ ମୋ ଆଈ ତାକୁ ବୁଣିକି ଦେଇଥିଲା। ମୋ ପାଇଁ ମଧ୍ୟ ଆଉ ଗୋଟେ ବୁଣି ଦେଇଥିଲା। ମୁଁ ମଧ୍ୟ ତାକୁ ବାହାଘର ବେଳେ ଶାଶୁଘରକୁ ଆଣିଥିଲି। ବୋଉ ସକାଳୁ ବାସି ପାଇଟି ସାରି ଗାଧୋଇ ଯାଏ। ଗାଧୋଇ ଆସି କୋଥଳି ଖୋଲି ସିନ୍ଦୁର, କଜଳ, ସ୍ନୋ ପାଉଡ଼ର ଲଗାଏ। ସିନ୍ଦୁର ଟିପା ଉପରେ ଚନ୍ଦନ ଗାର ଲଗାଇ ନିର୍ମାଲ୍ୟ ସେବା କରେ। ବୋଉ ମୋର ତନୁ ପାତଳୀ, ଗୋରୀ ଆଉ ସୁନ୍ଦରୀ। ଉଚ୍ଚତା ଟିକେ କମ୍। ସେତେବେଳେ କମ୍ ଉଚ୍ଚ ଝିଅକୁ ଅଧିକ ପସନ୍ଦ କରି ବୋହୂ କରୁଥିଲେ। ଲକ୍ଷ୍ମୀବନ୍ତ ବୋଲି କହୁଥିଲେ। ସେ ଚଉରା ପୂଜା କରି ପାଣି ଦିଏ, ଠାକୁର ପୂଜା କରେ। ମୋ ଜେଜେମାଆର ପାଦଧୁଆ ପାଣି ପାଏ, ତାପରେ ଖାଏ। ମାଆର ପାଦଧୁଆ ପାଣି ନ ପାଇବା ପର୍ଯ୍ୟନ୍ତ ସେ ଖାଏନି। ମାଆ ଯଦି ଘରେ ନଥାଇ କେଉଁଠି ସାହି ପଡ଼ିଶା ବୁଲି ଯାଇଥିବ ମୋତେ ପଠାଏ ତାକୁ ଡାକିବାକୁ। ନହେଲେ ମୁଁ ତାଟିଆରେ ପାଣି ନେଇଯାଏ, ମାଆର ପାଦ ଆଙ୍ଗୁଠି ବୁଡ଼େଇ ଦିଏ, ତାକୁ ଆଣିଦିଏ, ସେ ତାକୁ ପିଇଦିଏ। ତାପରେ ଯାଇ ସେ ଖାଏ। ବାପା ତ ଘରେ ରହନ୍ତିନି। ବାପାଙ୍କର ପାଦଧୁଆ ପାଣି ଆଉ ମାଟି ଚୁଳି କରି ସେ ରଖିଥାଏ। ତାକୁ ଧୋଇ ପାଏ। ବାପା ନ ଆସିବା ଯାଏ ତାଙ୍କ ବାଟକୁ ନ ଖାଇ ନ ପିଇକି ଅନେଇ ବସିଥାଏ। ବାପା ପହଞ୍ଚିଲେ ଯାଇ ଅନ୍ନ ଜଳ ଗ୍ରହଣ କରେ। ବାପାଙ୍କର ପାଇଁ ଅତି ଯତ୍ନରେ 9 ତିଅଣ 6 ଭଜା କରି ପରସେ। ଆମ ଘରକୁ ପୁରୋହିତ ନୃସିଂହ ନନା ଆସିଲେ ତାଙ୍କ ପାଦ ଧୋଇ ତାଙ୍କ ମୁଣ୍ଡ ଲଗାଇ ଓଳିକି ହୁଏ। କିଏ ଅତିଥି ଅଭ୍ୟାଗତ ଆସିଲେ ତାଙ୍କର ଭାରି ଆଦର ଯତ୍ନ କରେ। ସନ୍ଧ୍ୟାରେ ଗୀତା, ଭାଗବତ, ପୁରାଣ ପଢ଼େ। ପ୍ରକୃତରେ ମୋ ବୋଉ ସତୀ, ସ୍ୱାଧୀ, ପତିବ୍ରତା ନାରୀ। ସେ ମୋ ପାଇଁ ଆଦର୍ଶ। ମୁଁ ଦେଖିଛି ମୋ ପିଲାବେଳେ ସେ ଖଞ୍ଜାରୁ ଦାଣ୍ଡକୁ ବାହାରି ନଥିଲା। ସେଇ ଘର ଭିତରେ କାମରେ ଲାଗିଥାଏ।
ମୁଣ୍ଡରେ ଓଢ଼ଣା। ବୋଉ ସାହିରେ କାହା ଘରକୁ ଯିବା ମୁଁ ଦେଖିନି। ଦାଣ୍ଡରେ ଯାତ୍ରା, ପାଲା, ରାମନାମୀ, ଦକ୍ଷିଣ ନାଚ, ଡ୍ରାମା ଯେତେ ଯାହା ହେଲେ ବି ସେ ଦେଖିବାକୁ ଯାଏନି। ମୋ ମନରେ ପ୍ରଶ୍ନ ଆସେ, ବୋଉ କାହିଁ ଦେଖୁନି? ମା' କହେ ବୋହୂମାନେ ଦେଖନ୍ତିନି। ବୋଉ କହେ, ବୋଉ ମୁଁ ଝରକା ପାଖରେ ବସି ଶୁଣୁଥିଲି। ଯାତ୍ରା ନ ଦେଖିଲେ ବି ତା ମନରେ ଦୁଃଖ ନଥାଏ, କାରଣ ସେ ତା କପାଳରେ ଲେଖା ହୋଇନି ବୋଲି ମାନି ନେଇଥାନ୍ତି ସେତେବେଳର ବୋହୂମାନେ। ଯାହା ଜିନିଷ ଆସିଲା, ଭଲ ଜିନିଷ, ନୂଆ ଜିନିଷ, ବୋଉ ଆମ ଭାଇ ଭଉଣୀ ଓ ମା' ମଧ୍ୟରେ ବାଣ୍ଟି ଦିଏ, ତା ପାଇଁ ରଖେନି। ପଚାରିଲେ କହେ ବୋଉମାନେ ଖାଆନ୍ତିନି। ମୋ ଧାରଣା ଥାଏ ବୋଉମାନେ କିଛି ଖାଆନ୍ତିନି, କିଛି କୁହନ୍ତିନି କି କିଛି ଦେଖନ୍ତିନି। ବେଳେବେଳେ ବୋଉର ବାକ୍ସ ଖୋଲେ। ବାକ୍ସ ଦେଖିବାକୁ ମୋତେ ଭାରି ଭଲ ଲାଗେ। ବାକ୍ସରେ କେତେ ପ୍ରକାର ଜିନିଷ ଥାଏ, କାଚ ଥାଳିଆ, ତାଟିଆ, ମାଳି, ଛୋଟ ବାକ୍ସ, କେତେ ବୁଣାବୁଣି ଜିନିଷ, ଭୋଦେଇ ଖରା ଦେବା ପାଇଁ ଶାଢ଼ୀ ଟ୍ରଙ୍କ ବୋଉ ଖୋଲେ, ଶାଢ଼ୀ ଖରା ଦିଏ। କେତେ ପ୍ରକାର ପାଟ ଛପା ଶାଢ଼ୀ ସବୁ ଖରାରେ ଶୁଖେ। ମୋତେ ତାକୁ ସବୁ ଦେଖିବାକୁ ଭଲ ଲାଗେ। ବୋଉର ଅଧିକାଂଶ ସମୟ ଚୁପଚାପ କାନ୍ଦେ। ତା କାନ୍ଦର ମୁହଁ ଦେଖିଲେ ମୋତେ ଦୁଃଖ ଲାଗେ, କାରଣ ଆମେ ଜାଣୁନା ସେ କାହିଁ କାନ୍ଦୁଛି। ପଚାରିବାକୁ ବି ସାହସ ହୁଏ ନା। ଯେଉଁଦିନ ଆମ ଘରକୁ ମାମୁଁ ଆସନ୍ତି, ବୋଉ ବାହୁନି କାନ୍ଦେ। ପଡ଼ିଶା ଘର ଲୋକ ଆସି ବୋଉର ପାଟି ବନ୍ଦ କରି ବାହୁନା ବନ୍ଦ କରନ୍ତି। ମାମୁଁ ଆସିବାର ଖୁସି ଆମର ରହେନି। ମୁଁ ଯାଇ ବାଡ଼ି ପିଣ୍ଡାରେ ବସେ। ରାଗ ହୁଏ, ମାମୁଁ କାହିଁକି ଆସୁଛନ୍ତି ଯେ ମୋ ବୋଉ କାନ୍ଦୁଛି? ଏମିତି ବାହୁନି କାନ୍ଦିବା ଗୋଟିଏ ପ୍ରଥା ଥିଲା ବୋଲି ମୁଁ ଜାଣିନଥିଲି। ଉମା ବାପା, ବିଦୁ ବାପା ବୋଉଠୁ ବାହୁନା ଶିଖନ୍ତି, ବୁଣାବୁଣି ଶିଖନ୍ତି। ହେମନ୍ତ ଆମ ବାହାଘରକୁ ଆମେ ମାମୁଁ ଘରକୁ ଯାଇଥିଲୁ। ସନ୍ତୋଷ ଆମ ନେବାକୁ ଆସିଥିଲେ। ତାଟି ଶଗଡ଼ରେ ବସି ଆମେ ସବୁ ଯାଇଥିଲୁ। ଯେମିତି ମାମୁଁ ଘର ଗାଁ ପାଖ ହୋଇଗଲା, ବାଲିଧକା ତଳେ ମାମୁଁ ଘର ଗାଁ। ବାଲିଧକାକୁ ଚଢ଼ୁ ଚଢ଼ୁ ବୋଉର ବାହୁନା ଆରମ୍ଭ ହୋଇଗଲା। ମୋତେ ଭାରି ବ୍ୟସ୍ତ ଲାଗିଲା। ତାପରେ ବଡ଼ ମାଇଁ, ମାଉସୀ ଇତ୍ୟାଦି ଆସି ଗାଡ଼ି ପାଖରେ ଜମା ହୋଇଗଲେ। ବୋଉକୁ ବନ୍ଦାପନା କରି ନେଲେ। ମାମୁଁ ବାହାଘରରେ ଆମେ ମଜା କରି ଆସିଲୁ। ମୋ ପାଠପଢ଼ା ପାଇଁ ମୁଁ ଆଗ ପଳାଇ ଆସିଲି। ପରେ ବୋଉ କେତେ ଭାର ବେଭାର ଆଣି ଆସିଲା। ପ୍ରତି 2-3 ବର୍ଷରେ ପିଲାଟିଏ ଜନ୍ମ କରି ବୋଉ ଦୁର୍ବଳ ହୋଇ ପଡ଼ିଥାଏ। ପ୍ରତିଥର ପିଲାଟିଏ ଜନ୍ମ ହେଲା ବେଳକୁ ଅହଲ୍ୟା ମାଉସୀ, ଡଲି ମାଉସୀ, କମଳା ଆପା, ବାଲିକଣିର ଆମ ଆଈ ଆସି ଘରେ ରହି ମାସ ଧରି ରହନ୍ତି, ରୋଷେଇବାସରେ ସାହାଯ୍ୟ କରନ୍ତି। ଆମକୁ ସବୁ ଭଲ ଲାଗେ। ବାପା ତା ପାଇଁ ସବୁବେଳେ ଡାକ୍ତର ବ୍ୟବସ୍ଥା କରିଥାନ୍ତି। ସବା ସାନ ପିଲାବେଳକୁ ବୋଉ ସିରିୟସ୍ ହୋଇ କଟକ ମେଡ଼ିକାଲରେ ଅପରେସନ୍ ହେଲା। ହେଲେ ପେଟରେ ପୁଅଟା ମରିଗଲା। ବୋଉ ଯମ ମୁହଁରୁ ରକ୍ଷା ପାଇ ଆସିଲା। ସେ ମେଡ଼ିକାଲ ଯାଇଥିଲା ବେଳେ ଆମ ଘରକୁ ଯିବାକୁ ଡର ମାଡ଼େ। ଠାକୁରଙ୍କ ଦୟାରୁ ସେ ଭଲ ହୋଇ ଆସିଲା। ମୁଁ ସାଇଲ ସ୍କୁଲରେ ଯେତେବେଳେ ଅଷ୍ଟମରେ ପଢ଼ୁଥାଏ, ଆସିଲା ବେଳେ ବୋଉ ମୋତେ ଦେଖା କରି ଆସିଲା। ତା ରୂପ ଦେଖି ମୋତେ ଲାଗୁଥାଏ ସତେ ଯେମିତି ବୋଉକୁ ପ୍ରେତକୁ ମୁଁ ଦେଖୁଛି। ଝଡ଼ି କଣ୍ଟା ହୋଇଯାଇଥିଲା। ମୋ ବୋଉ ସୁପାଠିକା, ସବୁବେଳେ ସମୟ ପାଇଲେ ବହି ପଢ଼େ। ସେ ବାପ ଘରୁ ଆସିଲା ବେଳେ ବାକ୍ସରେ ବହି ଆଣିଥିଲା, କେତେ ପ୍ରକାର ବହି। ବହୁତ ଭଲ ପାଏ ବହିକୁ। ମୋ ବୋଉର ପଢ଼ିବାର ଅଦମ୍ୟ ଆଗ୍ରହ। ଏବେ ମୋ ଘରକୁ ସେ ଆସିଲେ ଗୋଟିଏ ଦିନରେ ଗୋଟିଏ ବହି ପଢ଼ି ସାରିଦିଏ। ବାପାଙ୍କ ଆଦର୍ଶରୁ ମୁଁ ମୋ ଘରେ ମୋ ସ୍ୱାମୀଙ୍କ ସହଯୋଗରୁ ଗୋଟିଏ ବ୍ୟକ୍ତିଗତ ଲାଇବ୍ରେରୀ ଅଛି। ଲକ୍ଷାଧିକ ଟଙ୍କାର ବହି ରହିଛି। ମୋ ବୋଉ ଘରକୁ ଆସିଲେ ବୋଉ ଟିଭି ନ ଦେଖି ବହି ପଢ଼େ, ନହେଲେ ତାର 2 ନାତିଙ୍କ ସହିତ ଗପେ। ମୋ ଛୁଆଙ୍କ ପ୍ରତି ତାର ଅଫୁରନ୍ତ ସ୍ନେହ। ମୋ ବଡ଼ ପୁଅ ଜନ୍ମ ପରେ ତାରି ପାଖରେ ଥିଲା। ବୋଉ ତାକୁ ଜୀବନ ଭରି ଭଲ ପାଏ। ମୁଁ ଆଶ୍ଚର୍ଯ୍ୟ ହୁଏ, ଏମିତି ମୁଁ ପଢ଼ି ପାରିବିନି। ଝଡ଼ ବର୍ଷା ଲଗାଇ ଏମିତି ମୁଁ ବି ପଢ଼ି ପାରିବିନି। ଝଡ଼ ବର୍ଷା ରାତିରେ ବି ଲଣ୍ଠନ ଲଗାଇ ଗପ ବହି ପଢ଼ି ଆମକୁ ଶୁଣାଏ। ମାଳିକା ବହି ପଢ଼େ। କଳିଯୁଗ ଶେଷ ହେବ, 12 ହାତ ଖଣ୍ଡା ବାହାରି ମ୍ଲେଚ୍ଛ ସଂହାର କରିବେ, ଏକଥା ଶୁଣି ମୁଁ ଭୟରେ ଥରି ଉଠେ। ସମସ୍ତଙ୍କ ପାଇଁ ତାର ଚିନ୍ତା। ଆମେ ତାର ଜୀବନ ନାଟିକା। କିଏ କୁଆଡ଼େ ଗଲା, ଖାଇଲା କି ନା, ତାର ଖାଲି ଚିନ୍ତା। ସାତପୁରା ଆସିଲେ ଦାଣ୍ଡ ପିଣ୍ଡାରେ ବସିଥିବ, ବହି ପଢ଼ୁଥିବ। 4ଟା ବାଜୁ ନ ବାଜୁଣୁ ସେ ବ୍ୟସ୍ତ ହୋଇ ପଡ଼ିବ। ଇଚ୍ଛା ମାଉସୀ, ଶରତ ମାଉସୀ, ବିଦୁ ମାଉସୀ, ନୀର ମାଉସୀ ଇତ୍ୟାଦି ତାଙ୍କ ବ୍ୟସ୍ତତା ଜାଣିପାରନ୍ତି। ପଚାରନ୍ତି, ସେ କହେ ମଞ୍ଜୁ ଏଯାଏ ଆସିଲାନି ସ୍କୁଲରୁ। ମୋର ସେ ଗୋଟେ ଚିନ୍ତା। ବୈଷ୍ଣବ କେତେବେଳେ ଅନୁଗୁଳରୁ ଫେରିବ, ସେଇଟା ଗୋଟେ ଚିନ୍ତା। ମିବୁଟା ବି ଏଯାଏ ସ୍କୁଲରୁ ଆସିନି, ସେ ବି ଗୋଟେ ଚିନ୍ତା। ରିବୁ ଆଜି ଭଲ କରି ଖାଇଲାନି, ସେଇଟା ବି ଗୋଟେ ଚିନ୍ତା। ବିଦୁ ମାଉସୀ, ପ୍ରେମ ମାଉସୀ ଇତ୍ୟାଦି ତା ଚିନ୍ତାର ତାଲିକା ଶୁଣି ତାକୁ ଥଟ୍ଟା କରି କହନ୍ତି, ତମର କେତେ ଚିନ୍ତା କି? ମୋ 2 ପୁଅ ମୋ ବୋଉକୁ ବହୁତ ଭଲ ପାଆନ୍ତି। ସତେବା ସେ ତାଙ୍କର ସବୁକିଛି। ସବୁବେଳେ ତାକୁ କୁଣ୍ଢାଇ ଧରନ୍ତି। ସେ ଆମ ଘରକୁ ଆସିଲେ ତାର ଖୁସିରେ ସୀମା ନଥାଏ। ତାର ଖାଇବା ପିଇବାରେ ଟିକେ ଉଣା ହେବାକୁ ସେ ଦିଅନ୍ତିନି। ମୋ ବୋଉର ସ୍ନେହ ମମତାର ତୁଳନା ନାହିଁ। ଭାରି ସ୍ନେହୀ ସେ। ଯାହାକୁ ଦେଖିଲେ ସେ ଆଦର କରେ, ସ୍ନେହ ବାଣ୍ଟେ। ଆମ ପାଇଁ ମଙ୍ଗଳ ମନାଏ, ସେ ପୂଜା କରେ। ଆମେ ତାର ଜୀବନ ନାଟିକା।
ଆମ ପିଲାମାନେ ନାତି ନାତୁଣୀ ତା'ର ଜୀବନ। ମୋର 3 ଭଉଣୀ 1 ଭାଇ। ଆମେ 4 ଭାଇ ଭଉଣୀ। ଏବେ ଆମ ସମସ୍ତ ପିଲାମାନଙ୍କୁ ମିଶାଇଲେ ଆମର ବୋଉର ନାତି ନାତୁଣୀଙ୍କ ସଂଖ୍ୟା 11। ଜନ୍ମ ଜନ୍ମାନ୍ତର ତା ପାଖରେ ଋଣୀ। ତା'ର ଋଣ ସାରା ଜୀବନ ଆମେ ଜନ୍ମାନ୍ତର ଆମେ ଶୁଝି ପାରିବୁନି। ମୁଁ ଏତିକି। ନମସ୍କାର।